ତ ପୁଅ ପୁଅ ଜଳ ଶରତ ପାଢୀ ଆଉ ଭରତ ପାଢୀ ତା ମା ପାଢୀ ଭରତ ପାଢୀ ତା ପୁଅ ନା ତା ସ୍ୱାମୀ ନା ଭାସ୍କର ପାଢୀ ନାହିଁ। ଆଉ ଇଏ ପୁଅ ମାନେ କଣ ଦେଖିଲେନି? ଇଏ ମତେ ସବୁଆଡେ କହିଲା ଚାଲ ମତେ କେହି ଆଶ୍ରମ ନେଇ ଛାଡି ଆସିବି। ମୁଁ ତା ପୁଅକୁ ପଚାରିଲି, ସାନକୁ ଆଗ ପଚାରିଲି। ମୁଁ କହିଲି ଏର କାମ ହଉଛି ତ ବୋଉ କହୁଛି ଆଶ୍ରମ ଯିବ ବୋଲି କିଏ କହୁଛି? କହିଲା ସେ କେହି ଯିବ ମୁଁ ଜାଣିନି, କହିପାରିବିନି କିଛି କଥା, ତା କଥା ମୁଁ କିଛି କହିଲି। ବଡ ଆଇଲା, ବଡକୁ ପଚାରିଲି, ବଡ କହିଲା ତା କଥା ଆମେ କିଛି କହିବା। ତମର କି ନା କର? ଆମର ନା ମୋ ସ୍ୱାମୀ ନା ଦିବାକର ନା। ଆଉ ସେ କିଏ କରନ୍ତି? କାମ ଦାମ କରନ୍ତି ଆଉ କାମ କରିପାରୁନାହାନ୍ତି। ପୁଅ ଆଣିଛ ନା? ଆଣିଛି। ଆଉ ସେ ଗାଁରେ ଆଉ କେହି କିଛି ପୁଅ ବୋଉ ଖାଇ ଦଉନାହାନ୍ତି? ତମ ସରପଞ୍ଚ କି ଭଲ ମନ୍ଦ କେହି ବୁଝିଲେ ନା? ହଉ ଇଏ ଯେ ରହିବ ଫେର ଯଦି ତା ପୁଅ ବୋଉ ଆସି ନେଇଯିବେ? ତ ପୁଅ ଆଇଯିବ କି? ତ ପୁଅ ଆଇନି ଯିବୁ କି? ପୁଅ ଯିବୁ କି ଘରକୁ? ମନା କରୁଥିଲା। ଦେଖା ତୁ ରହିବୁ ଯିବୁନି? ଆସିବେନି ତାଇଲେ ଯିବୁନି? ଘର ଗଛର କି ଅବସ୍ଥା? ଇଏ ଅଲଗା ଖାଉଛି, ପୁଅ ବୋଉ କତୁରୁ ଅଲଗା। ଏଠି ଯେତେ ଦିନ ରହିବ, ଆଉ ଯଦି ମାସେ 2 ମାସ ପରେ ତା ପୁଅ ବୋଉ ନେଇଗଲେ ନା, ଏଠି ଖାଦ୍ୟ ଦେଇଦିଏ, ମାନେ ଖର୍ଚ୍ଚ ଦେଇକି ଯାଇଥିବ। ଯେତିକି ଟଙ୍କା ଖର୍ଚ୍ଚ ହେଇଥିବ ସେ ଅନୁସାରେ ଦିନିକିଆ ମଜୁରୀ। କାରଣ ଏଟା ହଉଛି ସରକାରୀ, ଏଟା ଶସ୍ତା ନୁହେଁ, ଏଟା ପ୍ରାଇଭେଟ ଚାଲିଛି। ଆଉ ଯଦି ଏଇ ଯେ ଆସିବ ମାସେ ରହିବ 2 ମାସ ରହିବ ପଳେଇଯିବ, କେତେ ଯୁଗେଇ ହବ ଆଶ୍ରମ। ତେଣୁ ଯେ ପୁଅ ବୋଉ ଆସିବ ନେଇତେ, ଯେତେବେଳେ ନବ ସେତେବେଳେ ତାର ଖର୍ଚ୍ଚ ଏଠି ଦେଇକି ଯିବ। କାରଣ ତାଙ୍କ ଘର ତ ରହିଛି, ସେ ଖାଇବା ପିଇବାକୁ ଦେଇଥାନ୍ତେ, ଆଉ ଏଠି ବି ଦେବେ ନେଇଯିବେ। ତେଣୁ ଏଠି ଯେ ରହିବ, ଜୀବ ମରିବା ପର୍ଯ୍ୟନ୍ତ ଏଠି ରହିବ। କଣ କହିଲା? ଇଏ କହୁଛି ମୁଁ କି ଅବସ୍ଥାରେ ପାଉଥିଲି, ମୁଁ ତତେ ଗୁଡେଇକିରି ମତେ ଘିନିକି ଆଇଛୁ। ମୁଁ ଆଉ ଛୁଆ ପାଠ ପଢୁଛନ୍ତି, ଆଉ ଏବେ ପାଠ ପଢୁଛନ୍ତି ଛୁଆ ସବୁ ଖଟିକିରି ପାଠ ପଢୁଛନ୍ତି, ବିଏ ପଢୁଛନ୍ତି, ଆଉ ସବୁ କାମ କରିକି ପଇସା ଦିଏ। ସବୁ ଦିନର ଗୋଟେ କାମ, ରାତିରେ ଗୋଟେ କାମ କରେ। ଝିଅ ଆୟ ପଡୁଛି, ଝିଅ ବି ଆୟ ପଡିଛି। ଝିଅ କେଇଟି? ଝିଅ ଗୋଟେ ହେ କତର, ଗୋଟେ ଏଠି। ଝିଅ ଗୋଟେ କତର ଅଛି, ତାକୁ ରଖିପାରିଲେନି। ମୁଁ ସେଇ ଝିଅ ବି ରଖିପାରିଲାନି। ତାର ଶ୍ୱଶୁର ଶାଶୁ ଥିବେ, ତା ଶାଶୁ ଅଛି। ଆଉ ଲୋକ କହିବେ ତା ଶାଶୁକୁ ସମ୍ଭାଳି ପାରୁନି, ସେ ତା ମାଆକୁ ରଖିଛି ଆଣିକି। ଏକଥା ବି କହିବେ। ମନା କରିଲା ଯାଆନା। ହଉ ତମେ ଗ୍ୟାରେଣ୍ଟର ରହିବ ନା?